ଏବେ ଆହୁରି ସୁରକ୍ଷିତ ହେବ ଅନଲାଇନ୍ ପେମେଣ୍ଟ। ଫୋନ୍ ପେ ଲଞ୍ଚ କଲା ଏହି ସୁବିଧା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଭାରତ ଡିଜିଟାଲାଇଜେସନ କ୍ଷେତ୍ରରେ ନିରନ୍ତର ଆଗକୁ ବଢ଼ୁଛି। ଦେଶରେ ଡିଜିଟାଲ ପେମେଣ୍ଟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି। ଡିଜିଟାଲ ପେମେଣ୍ଟରେ ଏବେ ଏକ ବଡ଼ ପରିବର୍ତ୍ତନ ଆଣି ଫୋନ୍ ପେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପାଇଁ ଏକ ଡିଭାଇସ୍ ଟୋକେନାଇଜେସନ ସମାଧାନ ଲଞ୍ଚ କରିଛି। ଏହା ସାହାଯ୍ୟରେ ଉପଭୋକ୍ତାମାନେ ଫୋନ୍ ପେ ମାଧ୍ୟମରେ ସପିଂ ସମୟରେ ବିଲ୍ ପେମେଣ୍ଟ, ରିଚାର୍ଜ, ଟିକେଟ୍ ବୁକିଂ, ବୀମା ପଲିସି କ୍ରୟ ଏବଂ ଅନଲାଇନ୍ ପେମେଣ୍ଟ ଅଧିକ ସୁରକ୍ଷିତ ଉପାୟରେ କରିପାରିବେ। ଏହା ଅନଲାଇନ୍ ଠକେଇ ହ୍ରାସ କରିବ ଏବଂ ପେମେଣ୍ଟକୁ ସହଜ କରିବ। ଡିଭାଇସ୍ ଆଧାରିତ ଟୋକେନାଇଜେସନ ଉପରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ଟୋକେନାଇଜେସନ ଅର୍ଥ ହେଉଛି ଆପଣଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବିବରଣୀକୁ ଏକ ଟୋକେନ୍ ସହିତ ବଦଳାଇବା। ଡିଭାଇସ୍ ଟୋକେନାଇଜେସନ ଏକ ସୁରକ୍ଷିତ ପଦ୍ଧତି ଯାହା ମାଧ୍ୟମରେ ଆପଣଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବିବରଣୀକୁ ଏକ ଅନ୍ୟ ଟୋକେନ୍ରେ ରୂପାନ୍ତରିତ କରାଯାଏ। ଏହା ସହିତ ଏହି ଟୋକେନ୍ କେବଳ ସେହି ଡିଭାଇସ୍ରେ ବୈଧ ହେବ ଯେଉଁଠାରୁ ଏହାକୁ ଜେନେରେଟ୍ କରାଯାଇଛି। ଏହା ଠକେଇ ଏବଂ ତଥ୍ୟ ଲିକ୍ ହେବାର ଆଶଙ୍କା ହ୍ରାସ କରେ ଏବଂ ଦେୟ ମଧ୍ୟ ସୁରକ୍ଷିତ ରହିଥାଏ। ଫୋନ୍ ପେର ଟୋକେନାଇଜେସନ ଦ୍ୱାରା କାରବାର ଦ୍ରୁତ ହେବ। ଏହା ଚେକ୍ଆଉଟ୍ ଡ୍ରପ୍ ହ୍ରାସ କରିବ। ଏହା ସହିତ ବ୍ୟବହାରକାରୀମାନଙ୍କୁ ପ୍ରତ୍ୟେକ ଥର ସେମାନଙ୍କର କାର୍ଡ ବିବରଣୀ ଦେବାକୁ ପଡ଼ିବ ନାହିଁ। ଏହା ସହିତ OTP ଏବଂ CVV ପ୍ରବେଶ ନକରି ପେମେଣ୍ଟ ସଫଳତା ହାର ବୃଦ୍ଧି ପାଇବ। ଏହା ବ୍ୟବସାୟୀମାନଙ୍କୁ ଟୋକେନାଇଜ୍ଡ କାର୍ଡର ବର୍ଦ୍ଧିତ ନେଟୱାର୍କର ସୁଯୋଗ ନେବାରେ ମଧ୍ୟ ସାହାଯ୍ୟ କରିବ। ପ୍ରଥମ ପର୍ଯ୍ୟାୟରେ ଫୋନ୍ ପେ ଭିସା, କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପାଇଁ ଟୋକେନାଇଜେସନ ସୁବିଧା ଆରମ୍ଭ କରିଥିଲା। ପରେ ଏଥିରେ ମାଷ୍ଟରକାର୍ଡ, ରୂପେ ଏବଂ ଆମେରିକାନ ଏକ୍ସପ୍ରେସ୍ ଭଳି ଅନ୍ୟାନ୍ୟ କାର୍ଡ ନେଟୱାର୍କଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଧନ୍ୟବାଦ।